राधे राधे। आज आम मैंने पढ़ा श्रीमद् भागवत महापुराण चतुर्थ स्कंद सप्तम अध्याय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलं सुखमुखादमृतद्रवसंयुतं पिबत भागवतं रसमालयं मुहुरः रसिका भुवि भावुका। सप्तम अध्याय। मैत्रेय उवाच येमन्ते ब्रह्मा बल शुणी हसी कहन्ति शूलपाणि। हे ब्रह्मा मोर बल शुण बालक कि बनिबा गुण। बालक मते एहा सही आन सहिब एहा काहीं। देख ए कर्म कला जेते के सही पारे ए जगते। एणु ए तोहर संतति बोलाई दक्ष प्रजापति। जे देव माया रे मोहित काहाकु ए दंड उचित। एबे सकल देव जाओ मोहर आज्ञा शिरे बह। दक्षर मुंड अग्निकुंडे भस्म होइला अति चांडे। छागल शिर तार कंधे बसाई मंत्र अनुबंधे। भृगुर एक चक्षुराहु मोर महिमा शिरे बहु। यज्ञर भाग से भुंजीब निरते सेबु सदा शिव। पूजिब तार यज्ञ मान एक पाटिरे ता दर्शन। देवे पाइबे निज रूप जहार पूर्वे जे स्वरूप। अश्विनी कुमारंक बाहु हस्ते सर्वदा काले थाउ। पुणी सहस्र बाहु बळे सर्वदा खटु कर्म बळे। भृगुर पाटी एक खंडे सर्वदा रहु तार तुंडे। हेमंते रुद्र वाक्य शुणी सकले साधु साधु भणी। इंद्रक सहिते देवगण ब्रह्मा विरंची नारायण। दक्षर यज्ञशाळे मिली बसिले ब्रह्मा बनमाळी। रुद्रंकु बसाई आसने तक्षणे शिवंक वचने। दक्षर शिरे छाग शिर मंत्रे बसाइले शंकर। तक्षणे प्रजापति अंगे जीव पशिला प्राण संगे। आनंदे रुद्र पादे पड़ी तक्षणे बेनी कर जोड़ी। जैसने स्वप्न प्राणी माने उठंती निद्रा अवसाने। चक्षु घसइबेनी हस्ते शिवंकु देखिला अग्रते। रुद्र चाहन्ते ता शरीर तक्षणे होइला सुंदर।
ଶରଦ ଚନ୍ଦ୍ର ପ୍ରାୟ ଦିଶେ, ରୁଦ୍ରଙ୍କୁ ଚାହିଁ ମନ ତୋଷେ। ସ୍ତୁତି କରଣେ ଶକ୍ୟ ନୁହେଁ, କଣ୍ଠ କୁଣ୍ଠିତ ବାଣୀ କହେ। ଚଞ୍ଚଳ ମନ ସ୍ଥିର କରି, ସତୀ ମରଣ କଥା ସ୍ମରି। ନିର୍ମଳ ଚିତ୍ତେ ପ୍ରଜାପତି, ରୁଦ୍ରଙ୍କୁ ଚାହିଁ କରେ ସ୍ତୁତି। ଦକ୍ଷ ଉବାଚ ଭନାଥ ଶୁଣ ବିଶ୍ୱଦେହ, ତୁ ମତେ କଲୁ ଅନୁଗ୍ରହ। ମୁଁ ଯେ ହୋଇଲି ଜ୍ଞାନ ହତ, ମତେ ତ ଦଣ୍ଡ ଉଚିତ। ତତେ ନିନ୍ଦିଲି ଗର୍ବ ବହି, ମୋର କୁଶଳ ଆଉ କାହିଁ। ଅଭୟ ତୋର ପାଦ ପଦ୍ମ, ମୁଁ ତହିଁ କଲି ଅପରାଧ। ବ୍ରାହ୍ମଣ ତୋର ମୁଖୁ ଜାତ, ସାଧନ୍ତି ବିଦ୍ୟା ତପବନ୍ତ। ତାଙ୍କ ବିପତ୍ତି ତୁମ୍ଭେ ରଖ, ଯେସନେ ପଶୁଙ୍କ ପାଳକ। ମୋହର ସଭା ମଧ୍ୟେ ତତେ, ନିନ୍ଦା ଯେ କଲି ମୂଢ଼ ଚିତ୍ତେ। ପ୍ରହାର କଲି ଦୁଷ୍ଟ ଚିତ୍ତେ, ନିନ୍ଦିତ ବାକ୍ୟ ଗଣ ତତେ। ସେ ଫଳ ପାଇଲି ପ୍ରତ୍ୟକ୍ଷେ, ଋଷି ଗଣଙ୍କ ସମକ୍ଷେ। ମୈତ୍ରେୟ ଉବାଚ ଏମନ୍ତେ ରୁଦ୍ରେ ସ୍ତୁତି କରି, ପୁଣି ରତିଜ ଯଜ୍ଞେ ବରି। ବିଷ୍ଣୁ ସନ୍ତୋଷ ବିପ୍ରଗଣେ, ଦ୍ୱାବିଂଶ କଳ୍ପିତ ବରଣେ। ପୂଜିଲେ ମନ୍ତ୍ରର ବିଶ୍ୱାସେ, ଯେ ପୁରାତନ ଇତିହାସେ। ସ୍ୱଭାବେ ଗରୁଡ଼ ଆସନେ, ସକଳେ ବସି ଶୁଦ୍ଧ ମନେ। ଅଗ୍ନି ପୂଜିତ ତପୋଧନେ, ଅନଳ ରୂପେ ଜନାର୍ଦ୍ଦନେ। ସାକ୍ଷାତେ ହୋଇଲେ ପ୍ରସନ୍ନ, ପ୍ରସନ୍ନ ପାଇ ତପୋଧନ। ତେଜେ ବିରାଜେ ଦଶ ଦିଶ, ଅନଳ ହୋଇଲେ ପ୍ରକାଶ। ଶ୍ୟାମ ହିରଣ୍ୟ ତନୁବନ, ନିଶ୍ଚଳ ଗରୁଡ଼ ଆସନ। କିରୀଟି ରବି ତେଜ ଗଞ୍ଜେ, ମର୍କତ କୁଣ୍ଡଳ ବିରାଜେ। ଶଙ୍ଖ କମଳ ଚକ୍ର ଗଦା, ଶ୍ରୀଭୁଜେ ଶୋହେ ଯାର ସଦା। ଏ ଅଷ୍ଟଭୁଜେ ଅନୁପମ, ରୂପେ ଗଞ୍ଜାଇ କୋଟି କାମ। ବିଶ୍ୱମଙ୍ଗଳ ରୂପ ସାର, ହୃଦେ ଲମ୍ବାଇ ରତ୍ନହାର। ଉପରେ ଶୋହେ ଶ୍ଵେତ ଛେତ୍ର, ଦିଶଇ କି ଶୁକ୍ଳ ଜିମୁତ। ଏମନ୍ତ ବିଷ୍ଣୁ ରୂପ ଚାହିଁ, ସକଳେ ଶିରେ କର ଦେଇ। ଉଠିଲେ ପଦ୍ମ ଯୋନି ହର, ଊର୍ଦ୍ଧ୍ୱେ କରିଣ ନିଜ କର। ପ୍ରଣାମ କରି ଜଣେ ଜଣେ, ବନ୍ଦିଲେ ବିଷ୍ଣୁଙ୍କ ଚରଣେ। ବିଷ୍ଣୁର ତେଜେ ଦଶ ଦିଶ, ସକଳେ ଲଭିଲେ ସନ୍ତୋଷ। କର ଅଞ୍ଜଳି ଶିରେ ଦେଇ, ସ୍ତୁତି କରନ୍ତି ବିଷ୍ଣୁ ଚାହିଁ। ଦକ୍ଷ ମିଳିଲା ଅର୍ଘ୍ୟ ଘେନି, ଥିଲେ ଅଶେଷ ବ୍ରହ୍ମ ମୁନି। ସୁନନ୍ଦ ଆଦି ପାରିଷଦେ, ମିଳିଲେ ଜୟ ଜୟ ନାଦେ। ଦକ୍ଷ ଯେ ଶିରେ କର ଯୋଡ଼ି, କହଇ ବିଷ୍ଣୁ ପାଦେ ପଡ଼ି।
ଦକ୍ଷ ଉବାଚ ତୁ ନାଥ ଶୁଦ୍ଧ ଚୈତନ ନିର୍ମଳ ନିତ୍ୟ ନିରଞ୍ଜନ ଚିହ୍ନିତ ଏ ବଡ଼ ନିର୍ଭଏ ଏ ପୂର୍ଣ୍ଣ ତୋର ବିଶ୍ୱ ଦେହେ କେତତେ ଜାଣିବେ ସଂସାରେ ତୁ ଥାଉ ମାୟା ଅତି ଦୂରେ। ଋଷିରୁବାଚ ଭନାଥ ରୁଦ୍ର ସାପେ ଆମ୍ଭେ ବୁଡ଼ିଲୁ ମାୟା ଅତି ଦମ୍ଭେ ନିରତେ କର୍ମ ବଶ ହୋଇ ତୋ ଭାବେ ଆତ୍ମଜ୍ଞାନ ନାହିଁ ଏ ଯଜ୍ଞ ଧର୍ମର ଲକ୍ଷଣ ଅଶେଷ ପରମ କାରଣ ଏ ତୋର ରୂପ ଭାବଗ୍ରାହୀ ଆମ୍ଭେ ଜାଣିବୁ ଅବା କାହିଁ। ସଦସ୍ୟା ଉଚୁଃ ତକ୍ଷଣେ ସବୁ ଲୋକେ ଉଠି ବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି ଭନାଥ ତୋର ମାୟା ବଳେ ଏ ଜୀବ ଆତ୍ମା ଏ ଶୟଳେ ନିରତେ ଚିନ୍ତେ ଆତ୍ମା ସୁଖ ଏଣୁ ଭଜନ୍ତି ସର୍ବଦୁଃଖ। ରୁଦ୍ର ଉବାଚ ତୋର ଚରଣେ ଭଗବାନ ଆଶିଷ ଫଳେ ମୁନିଜନ ଅଖିଳ କାମେ ଅନାସକ୍ତ ଆଦରେ ପୂଜନ୍ତି ନିରତ ସେ ପାଦ ପଦ୍ମ ଶିରେ ଧରି ତମେ ମୁଁ ଜଗତ ସଂହାରି ବର୍ତ୍ତଇତ ଚରଣ ଆସେ ନିରତେ ଉମା ଘେନି ପାସେ। ଭୃଗୁରୁବାଚ ଭନାଥ ତମାୟା ଗହନେ ବ୍ରହ୍ମାଦି ସର୍ବ ମୁନିଜନେ ନିନ୍ଦିତ ପ୍ରାୟ ତମ ଶାନ୍ତି ତୋର ମହିମା ନ ଜାଣନ୍ତି ତୁ ଏବେ ରଖ ଆମ୍ଭ ମନ ତୋର ଚରଣେ କରିଲିନ। ବ୍ରହ୍ମା ଉବାଚ ଯେତତେ ନାନା ରୂପେ ଦେଖି ପଦାର୍ଥ ଗୁଣ ଭେଦ ରଖି ଜ୍ଞାନ ସଙ୍ଗତେ ଆତ୍ମା ମତେ ଆଶ୍ରୟ କରି ଏ ଜଗତେ ମାୟାର ବଳେ ଜ୍ଞାନ ଥାଇ ତୋତେ ଜାଣିବ ଅବା କାହିଁ। ଇନ୍ଦ୍ର ଉବାଚ ହେ ବିଶ୍ୱଭାବନ ମୁରାରି ତୁ ଯେ ଆନନ୍ଦ ବପୁଧାରୀ ସକଳ ପ୍ରାଣୀ ମନୋହର ଭନାଥ ତୋହର ଶରୀର ଏ ଯେ ତୋହର ଅଷ୍ଟକର ଏ ଦିଗପାଳଙ୍କ ଶରୀର। ପନୁବାଚ ଏ ଯଜ୍ଞ ପ୍ରଜା ତୋର ଅର୍ଥେ ଏ ପ୍ରଜାପତି ଏ ଜଗତେ କେବଳ ବିଧାତାର ବଳେ ତୁ ନାଥ ପଶି ଯଜ୍ଞଶାଳେ ଦକ୍ଷକୁ ଦେଲୁ କର୍ମ ଫଳ ତୁ ନାଥ ପରମ ମଙ୍ଗଳ ଏବେ ପବିତ୍ର ମୋ ଭୁବନ କଳ୍ପିଲା ତୋର ଦର୍ଶନ। ଋଷୟ ଉଚୁଃ ଭନାଥ ତୋର ବିଚେଷ୍ଟିତ ବିଶ୍ୱ ସଂସାରେ ବିପରୀତ ଈଶ୍ୱର ମାୟାର ବିଭୂତି ୟା ବଳେ ଦେବେ ଭ୍ରମି ଯାନ୍ତି। ସିଦ୍ଧା ଉଚୁଃ ତୋ କଥା ସୁଧା ତରଙ୍ଗିଣୀ ସୁଶୀଳ ଜଳ ପ୍ରାୟ ମଣି ମନ ବାରଣ ତୃଷା କାଳେ ପ୍ରବେଶ ହୋଇ ଶୀତ ଜଳେ ନପୁଣ ସ୍ମରେ ଦାବାନଳ ତୋର ପ୍ରସନ୍ନେ ଆଦି ମୂଳ
ଦକ୍ଷପତ୍ନୁବାଚ ଭୋନାଥ ତୋର ଆଗମନ ଆନନ୍ଦ କଲା ଆମ୍ଭ ମନ। ତୁ ଲକ୍ଷ୍ମୀକାନ୍ତ ସୁଧାନିଧି ସକଳ ସମ୍ପଦ ପ୍ରସିଦ୍ଧି। ତୋ ବିନୁ ଏ ଯେ ଯଜ୍ଞ ଘର ତୋ ନାମ ବିଶେଷ ସୁନ୍ଦର। କିୟ ବା ଦେବା ପଟାନ୍ତର କବନ୍ଧ ପ୍ରାୟ ଛିନ୍ନ ସର। ଲୋକପାଳ ଆମ୍ଭର ଦୁଷ୍ଟ ଗ୍ରହ ଦୋଷେ ତୋତେ ଦେଖିବୁ କାହିଁ ଦୃଶ୍ୟେ। ତୁ ସତେ ପଞ୍ଚଭୂତେ ବସୁ ତୁ ମାୟା ସ୍ୱରୂପ ପ୍ରକାଶୁ। ଯୋଗେଶ୍ୱର ଭୋନାଥ ତୋର ଦରଶନେ ଆମ୍ଭେ ଯେ ଦୃଢ଼ କଲୁ ମନେ। ଅଷ୍ଟାଙ୍ଗ ମତେ ଯୋଗ ସାଧି ଲଭିବା ପାଇଁ ଅଷ୍ଟନିଧି। ସେ ପୁଣି ତୋର ମାୟା ବଳେ କେମନ୍ତେ ଧରିବୁ ନିଶ୍ଚଳେ। ତୁ ନାଥ ଯେବେ କଲୁ ଦୟା ତେବେ ବଞ୍ଚିବୁ ତୋର ମାୟା। ଜଗତ ସ୍ଥିତ ଦେହବନ୍ତ ତ୍ରିଗୁଣେ କଲୁ ଆତଜାତ। ନିର୍ଲେପ ଗୁଣେ ସର୍ବବ୍ୟାପୀ ତୁ ନାଥ ନିରଞ୍ଜନ ରୂପୀ। ବ୍ରହ୍ମବାଚ ସତଗୁଣକୁ ଅବଲମ୍ବୀ ଧର୍ମାଦି କରୁଛ ସମ୍ପାଦି। ନିର୍ଗୁଣ ଅଟ ଯେ ଆପଣ ତୁମ୍ଭଙ୍କୁ କରୁଛି ପ୍ରଣାମ। ଅଗ୍ନିରୁବାଚ ଯାହାର ତେଜ ବଳ ମୁହିଁ ଅନଳ ରୂପେ ଯଜ୍ଞେ ସହି। ଘୃତ ଆହୁତି ପଞ୍ଚବିଧେ ମନ୍ତ୍ର ନିବେଦିତ ସମିଧେ। ତୁ ଯଜ୍ଞ ରୂପୀ ଦାମୋଦର ନିରତେ ମୋର ନମସ୍କାର। ଦେବାଉଚୁ ତୁ ନାଥ ପୂର୍ବ ପାପ ହରି ପ୍ରଳୟେ ମୀନ ରୂପ ଧରି। ସର୍ବସଂହାରୀ ବିଶ୍ୱରୂପେ ଶୟନ ନାଗମୟ କଳ୍ପେ। ଆମ୍ଭେ ଯେ ତୋର ନିଜ ଭୃତ୍ୟ ଏକଥା ଜଗତେ ବିଖ୍ୟାତ। ଆମ୍ଭଙ୍କୁ ସଙ୍କଟ ପଡ଼ିଲେ ତୁ ନାଥ ରକ୍ଷା କରୁ ଭଲେ। ଗନ୍ଧର୍ବାଉଚୁ ମରିଚି ଆଦି ପ୍ରଜାପତି ବ୍ରହ୍ମା ଇନ୍ଦ୍ରାଦି ତୋର ସ୍ଥିତି। ବ୍ରହ୍ମାଣ୍ଡ କ୍ରୀଡ଼ା ଭାଣ୍ଡ ତୋର ହେ ପ୍ରଭୁ ତତେ ନମସ୍କାର। ବିଦ୍ୟାଧର ତୁମର ମାୟା ବଳେ ପ୍ରାଣୀ ମମତା ଇତି ପରିମାଣୀ। ଉତ୍ପଥଗାମୀ ଇନ୍ଦ୍ରିଗଣେ ଏ ନିତ୍ୟ ଭଜେ କର ଶଣେ। ଏଣେ ଲାଳସେ ଆତ୍ମା ଦେହେ ତୋ ଭାବେ କେବେ ନ ରହେ। ତୋ କଥା ଅମୃତ ନ ସେବେ ଏଣୁ ପଡ଼ଇ ଭବାର୍ଣ୍ଣବେ। ବ୍ରାହ୍ମଣ ତୁ ନାଥ ଯଜ୍ଞ ଅଗ୍ନି ସୋମ ତୁ ନିତ୍ୟ ରୁଚାର ବିଧି କର୍ମ। ସମିଧ ପାତ୍ର ତୁ ଋତିଜ ଯଜ୍ଞାଦି ଯଜମାନ ଦ୍ୱିଜ। ତୁ ସ୍ୱାହା ସୋଧା ଯଜ୍ଞ ପଶୁ ତୁ ଯଜ୍ଞ ପୁରୁଷ ପ୍ରକାଶୁ। ଦନ୍ତେ ଉଦ୍ଧରୁ ଏ ଧରଣୀ ସଂଗ୍ରାମେ ହିରଣ୍ୟାକ୍ଷ ଜିଣି। ଧରଣୀ ସ୍ଥାପି ମହାଜଳେ ଯେଣୁ ଏ ରହିଲା ନିଶ୍ଚଳେ।
ଏହା ଉପରେ ଲୋକ ସ୍ୱର୍ଗ ଏଣୁ ତରୂପ ଉପବର୍ଗ ସକଳ କର୍ମ ସାକ୍ଷୀ ତୁହି ଭନାଥ ରଖ ଭାବଗ୍ରାହୀ ଯାହାର ନାମ ଉଚ୍ଚାରଣ କରଇ ବିପ୍ର ବିଘ୍ନ କରସଣ। ମୈତ୍ରେୟ ଉବାଚ ଏମନ୍ତ ଦେବ ଗଣେ ଶୁଣି ସନ୍ତୋଷ ଯଜ୍ଞପତି ୟମନ୍ତ ଦେବ ଗଣ ସ୍ତୁତି ଶୁଣି ସନ୍ତୋଷ ଯଜ୍ଞପତି ଦକ୍ଷକୁ ଚାହିଁ ଚକ୍ରପାଣି ମେଘ ଗମ୍ଭୀର ମଞ୍ଜୁବାଣୀ। ଶ୍ରୀ ଭଗବାନ ଉବାଚ ମୁଁ ବ୍ରହ୍ମାହର ରୂପ ଧରି ଏ ବିଶ୍ୱ ସୃଷ୍ଟି ପାଳି ହରି ଏଣୁ ମୋହର ତିନି ଗୁଣ ସଂସାର ପରମ କାରଣ ନିର୍ଲେପ ନିରଞ୍ଜନ ମୁହିଁ ସକଳ ଭୂତେ ମୁଁ ବସଇ ଯାହାକୁ ଯେବା ଶିକ୍ଷା ଦେଇ ପ୍ରାଣୀ ଛାଡ଼ିବ ତାହା କାହିଁ ସକଳ କର୍ମ ମୋଗଚର ଅଜ୍ଞାନୀ ଜନେ ମୁହିଁ ଦୂର ଦେଖ ଏ ଦେହ ମଧ୍ୟ ଗତେ ଶିର ଚରଣ କର ଯେତେ ଏହାକୁ ଭିନ୍ନ ପ୍ରାୟ ମଣେ ଆତ୍ମାର ଗତି ନ ପ୍ରମାଣେ ଯାହାର ନିର୍ମଳ ବିବେକ ବାହ୍ୟ ଅନ୍ତରେ ଦେଖେ ଏକ ଦୂରେ ରହି ଆତ୍ମା ଭ୍ରାନ୍ତି ସେ ପ୍ରାଣୀ ଲଭେ ଆତ୍ମା ଶାନ୍ତି। ମୈତ୍ରେୟ ଉବାଚ ଏକଥା ବିଷ୍ଣୁ ମୁଖୁ ଶୁଣି ଅମୃତ ପ୍ରାୟ ମଞ୍ଜୁବାଣୀ ହରିଙ୍କୁ ଯଜ୍ଞେ ପୂଜା କଲା ଯେଣୁ ତାହାର ଭାଗ୍ୟ ଥିଲା ଋଷି ଦେବତା ପୂଜା କରି ରୁଦ୍ରଙ୍କୁ ରୁଦ୍ର ଭାବେ ବରି ଯଜ୍ଞର ଶେଷ ଭାଗ ଦେଲା ସେ ଅବଭୃତେ ସ୍ନାନ କଲା ଦକ୍ଷ ରହିଲା ଯଜ୍ଞ ଘରେ ଦେବେ ଚଳିଲେ ନିଜ ପୁରେ। ଶ୍ରୀ ଶୁକ ଉବାଚ ଏବେ ହୋ ଶୁଣ କୁରୁବୀର ସତୀ ଯେ ଛାଡ଼ିଲା ଶରୀର ସେ ପୁଣି ହିମବନ୍ତ ଘରେ ଜନ୍ମିଲା ମେନକା ଉଦରେ ପୁଣି ସେ ରୁଦ୍ରଙ୍କୁ ବରିଲା ଅମ୍ବିକା ହିମଗିରି ବଳା ଏମନ୍ତେ ରୁଦ୍ରର ଚରିତ ଯେମନ୍ତେ ଦକ୍ଷ ଯଜ୍ଞ ହତ ଉଦ୍ଧବ ମୁଖୁ ମୁହିଁ ଶୁଣି ତତେ କହିଲି ପରିମାଣି ଏଣୁ ଏ ବିଷ୍ଣୁର ଚରିତ ଭକ୍ତ ତାରଣ ଭାଗବତ କହଇ ଦାସ ଜଗନ୍ନାଥ ଭକ୍ତ ଜନଙ୍କର ସହିତ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ଚତୁର୍ଥ ସ୍କନ୍ଧେ ଯଜ୍ଞପୁରୁଷ ପ୍ରସନ୍ନେ ନାମ ସପ୍ତମ ଅଧ୍ୟାୟ।